स्वामी विवेकानंद सह कथोपकथन। स्थान बेलूड भड़ा मठघर नवेम्बर 1898 ख्रीष्टाब्द। बेलूड्रे नीलांबर बाबूंग बगीचारे वर्तमान सुधा मठ रही अछि। मार्गशीर शेष भाग। स्वामीजी एही समय संस्कृत शास्त्र आदिर बहुधा आलोचनारे तत्पर। आ चंडाला प्रतिहतरय इत्यादि श्लोक दुईटी से एही समय रचना करथिले। आज स्वामीजी ओं ह्रीं ऋतं इत्यादि स्तवटी रचना करी शिष्य हाथ को देई कहिले, देख एथिरे किछि छंद पतन आदि दोष अछि कि नाही। शिष्य स्वामीजी कथा ग्रहण करी ताहार खंडिए नकल करिनेला। स्वामीजी ଯେଉଁ दिन ଏହି स्तवटी रचना କରିଥିଲେ ସେଦିନ स्वामीजीଙ୍କ ଜିହ୍ୱାରେ ଯେପରି ସରସ୍ୱତୀ ଆरूଢ଼ା ହୋଇଥିଲେ। ଶିଷ୍ୟ ସହିତ ଅନର୍ଗଳ ସୁଲଳିତ ସଂସ୍କୃତ ଭାଷାରେ ପ୍ରାୟ 2 ଘଣ୍ଟା କାଳ ଆଳାପ କରିଥିଲେ। ଏପରି ସୁଲଳିତ ବାକ୍ୟ ବିନ୍ୟାସ ଶିଷ୍ୟ ମହାପଣ୍ଡିତଙ୍କ ମୁଖରୁ ମଧ୍ୟ କେବେ ଶୁଣି ନାହିଁ। ଶିଷ୍ୟ ସ୍ତବଟି ନକଲ କରିନେବା ପରେ ସ୍ୱାମୀଜୀ ତାକୁ କହିଲେ, ଦେଖ ଭାବରେ ତନ୍ମୟ ହୋଇ ଲେଖୁ ଲେଖୁ ସମୟ ସମୟରେ ମୋର ବ୍ୟାକରଣଗତ ସ୍ଖଳନ ହୁଏ, ସେଥିପାଇଁ ତୁମମାନଙ୍କୁ ଦେଖି ଶୁଣି ଦେବାକୁ କହେ। ଶିଷ୍ୟ କହୁଛନ୍ତି, ଆଜ୍ଞା ସେ ସବୁ ସ୍ଖଳନ ନୁହେଁ, ସେ ସବୁ ଆର୍ଷ ପ୍ରୟୋଗ। ସ୍ୱାମୀଜୀ କହୁଛନ୍ତି, ତୁ ତ କହିଲୁ, କିନ୍ତୁ ଲୋକେ ତାହା ବୁଝିବେ କାହିଁକି? ସେଦିନ ହିନ୍ଦୁ ଧର୍ମ କ'ଣ ବୋଲି ଗୋଟାଏ ବଙ୍ଗଳାରେ ଲେଖିଲି। ତେବେ ତୁମ ଭିତରୁ ବି କେହି କେହି କହିଛନ୍ତି କିଟିମିଟିଆ ବଙ୍ଗଳା ହୋଇଛି। ମୋର ମନେ ହୁଏ ସବୁ ଜିନିଷ ପରି ଭାଷା ଏବଂ ଭାବ ମଧ୍ୟ ସମୟରେ ଏକ ଧରଣର ହୋଇଯାଏ। ଏ ଦେଶରେ ବର୍ତ୍ତମାନ ସେହିପରି ହୋଇଛି ବୋଲି ମନେ ହୁଏ। ଠାକୁରଙ୍କ ଆଗମନରେ ଭାବ ଏବଂ ଭାଷାରେ ପୁଣି ନୂଆ ସ୍ରୋତ ଆସିଛି। ବର୍ତ୍ତମାନ ସବୁ ନୂଆ ଛାଞ୍ଚରେ ଗଢ଼ିବାକୁ ହେବ। ନୂଆ ପ୍ରତିଭାର ଛାପ ଦେଇ ସବୁ ବିଷୟ ପ୍ରଚାର କରିବାକୁ ହେବ। ହେଇ ଦେଖୁନୁ, ଆଗକାଳର ସନ୍ନ୍ୟାସୀମାନଙ୍କର ଚାଲିଚଳନ ବଦଳି ଯାଇ ବର୍ତ୍ତମାନ କିପରି ଏକ ନୂଆ ଛାଞ୍ଚରେ ଗଢ଼ି ଉଠୁଛି। ସମାଜ ଏହାର ବିରୋଧରେ ଖୁବ୍ ପ୍ରତିବାଦ ମଧ୍ୟ କରୁଛି, କିନ୍ତୁ ସେଥିରେ କ'ଣ କିଛି ହେଉଛି କି? ନା, ଆମେ ସେଥିରେ ଡରି ଯାଉଛୁ। ବର୍ତ୍ତମାନ ଏସବୁ ସନ୍ନ୍ୟାସୀମାନଙ୍କୁ ଦୂର ଦୂରାନ୍ତରକୁ ପ୍ରଚାର କାର୍ଯ୍ୟରେ ଯିବାକୁ ହେବ। ଭସ୍ମ ବୋଳା ଅର୍ଦ୍ଧ ଉଲଗ୍ନ ପ୍ରାଚୀନ ସନ୍ନ୍ୟାସୀମାନଙ୍କ ବେଶରେ ଗଲେ ତ ପ୍ରଥମେ ଜାହାଜରେ ନେବେ ନାହିଁ। ସେପରି ବେଶରେ କୌଣସି ପ୍ରକାରେ ସେ ଦେଶରେ ପହଞ୍ଚିଲେ ମଧ୍ୟ ସେମାନଙ୍କୁ କାରାଗାରରେ ଅବସ୍ଥାନ କରିବାକୁ ପଡ଼ିବ। ଦେଶ ସଭ୍ୟତା ଓ ସମୟ ଉପଯୋଗୀ କରି ସବୁ ବିଷୟର କିଛି କିଛି ପରିବର୍ତ୍ତନ କରିନେବାକୁ ହୁଏ। ଏହାପରେ ବଙ୍ଗଳା ଭାଷାରେ ପ୍ରବନ୍ଧ ଲେଖିବି ମନେ କରୁଛି। ସାହିତ୍ୟସେବୀମାନେ ହୁଏତ ତାହା ଦେଖି ଗାଳିଗୁଲଜ କରିବେ। କରନ୍ତୁ, ତଥାପି ବଙ୍ଗଳା ଭାଷାକୁ ନୂଆ ଛାଞ୍ଚରେ ଗଢ଼ିବାକୁ ଚେଷ୍ଟା କରିବି। ବର୍ତ୍ତମାନର ବଙ୍ଗଳା ଲେଖକମାନେ ଲେଖିବାକୁ ଯାଇ ବେଶୀ କ୍ରିୟାପଦ ବ୍ୟବହାର କରନ୍ତି। ସେଥିରେ ଭାଷାରେ ଜୋର ହୁଏ ନାହିଁ। ବିଶେଷଣ ଦେଇ କ୍ରିୟାର ଭାବ ପ୍ରକାଶ କରିପାରିଲେ ଭାଷାର ବେଶୀ ଜୋର ହୁଏ। ବର୍ତ୍ତମାନ ଠାରୁ ସେହିପରି ଲେଖିବାକୁ ଚେଷ୍ଟା କର ଦେଖି। ଉଦ୍ବୋଧନରେ ଏପରି ଭାଷାରେ ପ୍ରବନ୍ଧ ଲେଖିବାକୁ ଚେଷ୍ଟା କରିବୁ। ଭାଷା ଭିତରେ କ୍ରିୟାଗୁଡ଼ିକର ବ୍ୟବହାରର ଅର୍ଥ କ'ଣ ଜାଣୁ? ଏହି ରୂପେ ଭାବର ବିରାମ ଦେବା। ସେଥିପାଇଁ ଭାଷାରେ ଅଧିକ କ୍ରିୟାପଦ ବ୍ୟବହାର କରିବାଟା ଘନ ଘନ ନିଶ୍ୱାସ ପକାଇବା ପରି ଦୁର୍ବଳତାର ଚିହ୍ନ ମାତ୍ର। ସେପରି କଲେ ମନେ ହୁଏ ଯେପରି ଭାଷାରେ ଦମ୍ ନାହିଁ। ସେଥିପାଇଁ ବଙ୍ଗଳା ଭାଷାରେ ଭଲ ବକ୍ତୃତା କରାଯାଇପାରେ ନାହିଁ। ଭାଷା ଉପରେ ଯାହାର ଦଖଲ ଅଛି ସେ ଏତେ ଶୀଘ୍ର ଶୀଘ୍ର ଭାବ ରଖି ପକାଏ ନାହିଁ। ତୁମର ଭାତ ଡାଲି ଖାଇ ଶରୀର ଯେପରି ଭାତୁଆ ହୋଇଯାଇଛି, ଭାଷା ମଧ୍ୟ ଠିକ୍ ସେହିପରି ହୋଇଯାଇଛି। ଆହାର ଚାଲିଚଳନ ଭାବ ଓ ଭାଷାରେ ତେଜସ୍ୱିତା ଆଣିବାକୁ ହେବ। ସବୁ ଦିଗରେ ପ୍ରାଣର ବିସ୍ତାର କରିବାକୁ ହେବ। ସବୁ ଧମନୀରେ ରକ୍ତ ପ୍ରବାହ ପ୍ରେରଣ କରିବାକୁ ହେବ, ଯଦ୍ୱାରା ସବୁ ବିଷୟରେ ଗୋଟାଏ ପ୍ରାଣସ୍ପନ୍ଦନ ଅନୁଭୂତ ହୁଏ। ତେବେ ଯାଇ ଏହି ଘୋର ଜୀବନ ସଂଗ୍ରାମରେ ଦେଶର ଲୋକେ ବଞ୍ଚିପାରିବେ। ନତୁବା ଅଦୂରେ ମୃତ୍ୟୁର ଛାୟାରେ ଅଚିରେ ଏ ଦେଶ ଓ ଜାତି ମିଶିଯିବ।
ଶିଷ୍ୟ କହୁଛନ୍ତି, ମହାଶୟ, ଅନେକ କାଳରୁ ଏ ଦେଶର ଲୋକଙ୍କର ଧାତୁ ଏହି ରକମର ହୋଇଯାଇଛି। ଏହାର ପରିବର୍ତ୍ତନ କରିବା କ'ଣ ଶୀଘ୍ର ସମ୍ଭବ? ସ୍ୱାମୀଜୀ କହୁଛନ୍ତି, ତୁ ଯଦି ପୁରୁଣା ଚାଲି ଖରାପ ବୋଲି ବୁଝିଥାଉ, ତେବେ ଯେପରି କହିଲି ନୂତନ ଭାବରେ ଚାଲିବାକୁ ଶିଖ। ତୋର ଦେଖାଦେଖି ଆଉ 10 ଜଣ ତାହା କରିବେ, ତାଙ୍କୁ ଦେଖି ଆଉ 50 ଜଣ ଶିଖିବେ। ଏହିପରି ସମୟରେ ସମସ୍ତ ଜାତି ଭିତରେ ସେହି ନୂତନ ଭାବ ଜାଗି ଉଠିବ। ଆଉ ବୁଝି ମଧ୍ୟ ଯଦି ତୁ ସେପରି କାର୍ଯ୍ୟ ନ କରୁ, ତେବେ ଜାଣିବି ତୁମେମାନେ ସବୁ କେବଳ କଥାରେ ପଣ୍ଡିତ, କାମ ବେଳେ ମୂର୍ଖ। ଶିଷ୍ୟ କହୁଛନ୍ତି, ଆପଣଙ୍କ କଥା ଶୁଣିଲେ ମହାସାହସର ସଞ୍ଚାର ହୁଏ। ଉତ୍ସାହ, ବଳ ଓ ତେଜରେ ହୃଦୟ ପୂରିଯାଏ। ସ୍ୱାମୀଜୀ କହୁଛନ୍ତି, ହୃଦୟରେ କ୍ରମେ କ୍ରମେ ବଳ ଆଣିବାକୁ ହେବ। ଗୋଟାଏ ମଣିଷ ଯଦି ତିଆରି ହୁଏ, ତେବେ ଲକ୍ଷ ଲକ୍ଷ ବକ୍ତୃତାର ଫଳ ହେବ। ମନ ମୁହଁ ଏକ କରି ଭାବଗୁଡ଼ିକ ଜୀବନରେ ଫଳାଇବାକୁ ହେବ। ଏହାର ନାମ ହିଁ ଠାକୁର କହନ୍ତି ଭାବ ଘରେ ଚୋରି ନ କରିବା। ସବୁ ଦିଗରେ କାମର ଲୋକ ହେବାକୁ ହେବ। କେବଳ ମତରେ ଦେଶଟା ଉଚ୍ଛନ୍ନ ହୋଇଗଲା। ସେ ଠିକ୍ ଠିକ୍ ଠାକୁରଙ୍କ ସନ୍ତାନ ହେବ, ଯେ ଧର୍ମଭାବ ସବୁର କାମରେ ପରିଣତ କରିବାର ଉପାୟ ଦେଖାଇବ। ଲୋକଙ୍କର ବା ସମାଜର କଥାରେ ଭ୍ରୂକ୍ଷେପ ନ କରି ଆପଣା ମନକୁ କାର୍ଯ୍ୟ କରିଯିବ। ତୁଳସୀ ଦାସଙ୍କ ଦୋହାରେ ଅଛି, ଶୁଣିନାହୁଁ? ହାତୀ ଚଲେ ବାଜାର ମେ, କୁତ୍ତା ଭୋକେ ହଜାର, ସାଧୁଙ୍କ ଦୁର୍ଭାବ ନେହି ଜବ ନିନ୍ଦେ ସଂସାର। ଏହି ଭାବରେ ଚଳିବାକୁ ହେବ। ଲୋକଙ୍କୁ ଜାଣିବାକୁ ହେବ ପୋକ। ତାଙ୍କର ଭଲମନ୍ଦ କଥାରେ କାନ ଦେଲେ ଜୀବନରେ କୌଣସି ମହତ୍ କାର୍ଯ୍ୟ କରାଯାଇପାରେ ନାହିଁ। ନାୟମାତ୍ମା ବଲହୀନେନ ଲଭ୍ୟଃ। ଶରୀରରେ ମନରେ ବଳ ନଥିଲେ ଏହି ଆତ୍ମାକୁ ଲାଭ କରାଯାଇପାରେ ନାହିଁ। ପୁଷ୍ଟିକର ଉତ୍ତମ ଆହାରରେ ପ୍ରଥମେ ଶରୀର ଗଢ଼ିବାକୁ ହେବ, ତେବେ ତ ମନରେ ବଳ ହେବ। ମନଟା ଶରୀରର ହିଁ ସୂକ୍ଷ୍ମାଂଶ। ମନରେ ମୁହଁରେ ଖୁବ୍ ଜୋର ଆଣିବୁ। ମୁଁ ହୀନ କହୁ କହୁ ମନୁଷ୍ୟ ହୀନ ହୋଇଯାଏ। ଶାସ୍ତ୍ରକାର ସେଥିପାଇଁ କହିଛନ୍ତି, ମୁକ୍ତାଭିମାନୀ ମୁକ୍ତଃ ହି ବଦ୍ଧଃ ବଦ୍ଧ ଅଭିମାନୀ ଅଭି କିମ୍ବଦନ୍ତୀତି ସତ୍ୟେୟଂ ୟା ମତିଃ ସା ଗତିର୍ଭବେତ୍। ଯାହାର ମୁକ୍ତ ଅଭିମାନ ସର୍ବଦା ଜାଗରୁକ, ସେ ମୁକ୍ତ ହୋଇଯାଏ। ଯେ ଭାବେ ମୁଁ ବଦ୍ଧ, ଜାଣିବୁ ଜନ୍ମେ ଜନ୍ମେ ତାର ବନ୍ଧନ ଦଶା। ଐହିକ ଓ ପାରମାର୍ଥିକ ଉଭୟ ପକ୍ଷରେ ଏ କଥା ସତ୍ୟ ଜାଣିବୁ। ଇହ ଜୀବନରେ ଯେଉଁମାନେ ହତାଶଚିତ୍ତ, ତାଙ୍କ ଦ୍ୱାରା କୌଣସି କାର୍ଯ୍ୟ ହୋଇପାରେ ନାହିଁ। ସେମାନେ ଜନ୍ମ ଜନ୍ମ ହା ହୁତାଶ କରି କରି ଆସନ୍ତି ଓ ଯାଆନ୍ତି। ବୀରଭୋଗ୍ୟା ବସୁନ୍ଧରା। ବୀର ହିଁ ବସୁନ୍ଧରା ଭୋଗ କରନ୍ତି, ଏ କଥା ଧ୍ରୁବ ସତ୍ୟ। ବୀର ହୁଅ, ସର୍ବଦା କୁହ ଅଭି ଅଭି। ସମସ୍ତଙ୍କୁ ଶୁଣାଅ ମା ଭେଇ। ଭୟ ହିଁ ମୃତ୍ୟୁ, ଭୟ ହିଁ ପାପ, ଭୟ ହିଁ ନରକ, ଭୟ ହିଁ ଅଧର୍ମ, ଭୟ ହିଁ ବ୍ୟଭିଚାର। ଜଗତରେ ଯେତେ କିଛି ନେତିବାଚକ ଭାବ ଅଛି, ସେସବୁ ଏହି ଭୟ ରୂପକ ଶୈତାନ ଠାରୁ ବାହାରିଛି। ଏହି ଭୟ ହିଁ ସୂର୍ଯ୍ୟର ସୂର୍ଯ୍ୟତ୍ୱ, ବାୟୁର ବାୟୁତ୍ୱ, ଯମର ଯମତ୍ୱକୁ ଯଥାସ୍ଥାନରେ ରଖିଛି। ନିଜ ନିଜର ଗଣ୍ଡିର ବାହାରକୁ ଯିବାକୁ ଦେଉନାହିଁ। ସେଥିପାଇଁ ଶ୍ରୁତି କହୁଛନ୍ତି, ଭୟାତ୍ ଅସ୍ୟ ଅଗ୍ନିଃ ତପତି, ଭୟାତ୍ ତପତି ସୂର୍ଯ୍ୟଃ, ଭୟାତ୍ ଇନ୍ଦ୍ରଶ୍ଚ ବାୟୁଶ୍ଚ, ମୃତ୍ୟୁଃ ଧାବିତ ପଞ୍ଚମଃ। ଯେଉଁଦିନ ଇନ୍ଦ୍ର, ଚନ୍ଦ୍ର, ବାୟୁ, ବରୁଣ ଭୟଶୂନ୍ୟ ହେବେ, ସବୁ ବ୍ରହ୍ମରେ ମିଶିଯିବେ, ସେଦିନ ସୃଷ୍ଟି ରୂପକ ଅଧ୍ୟାୟର ଲୟ ସାଧିତ ହେବ। ସେଥିପାଇଁ କହେ ଅଭିଃ ଅଭିଃ। କହୁ କହୁ ସ୍ୱାମୀଜୀଙ୍କ ସେହି ନୀଳୋତ୍ପଳ ନୟନ ପ୍ରାନ୍ତ ଅରୁଣ ରାଗରେ ରଞ୍ଜିତ ଦେଖାଗଲା। ଯେପରି ଅଭିମୂର୍ତ୍ତିମାନ ହୋଇ ଗୁରୁ ରୂପରେ ଶିଷ୍ୟ ସମ୍ମୁଖରେ ସଶରୀରରେ ଅବସ୍ଥାନ କରୁଛନ୍ତି। ସ୍ୱାମୀଜୀ ପୁନରାୟ କହିବାକୁ ଲାଗିଲେ, ଏହି ଦେହ ଧାରଣ କରି କେତେ ସୁଖ ଦୁଃଖରେ, କେତେ ସମ୍ପଦ ବିପଦର ତରଙ୍ଗରେ ଆଲୋଡ଼ିତ ହେବୁ। କିନ୍ତୁ ଜାଣିବୁ ସେସବୁ ମୁହୂର୍ତ୍ତ କାଳସ୍ଥାୟୀ। ସେସବୁକୁ ଗ୍ରାହ୍ୟ ଭିତରେ ଆଣିବୁ ନାହିଁ। ମୁଁ ଅଜର, ଅମର,
ଚିନ୍ମୟ ଆତ୍ମା। ଏହି ଭାବ ହୃଦୟରେ ଦୃଢ଼ ଭାବରେ ଧାରଣ କରି ଜୀବନ ଅତିବାହିତ କରିବାକୁ ହେବ। ମୋର ଜନ୍ମ ନାହିଁ, ମୋର ମୃତ୍ୟୁ ନାହିଁ, ମୁଁ ନିର୍ଲେପ ଆତ୍ମା। ଏହି ଧାରଣାରେ ଏକାବେଳକେ ତନ୍ମୟ ହୋଇଯାଅ। ଥରେ ତନ୍ମୟ ହୋଇଯାଇପାରିଲେ ଦୁଃଖ କଷ୍ଟ ସମୟରେ ଆପେ ଆପେ ସେହି ଭାବ ମନେ ପଡ଼ିବ। ଚେଷ୍ଟା କରି ଆଉ ଆଣିବାକୁ ହେବ ନାହିଁ। ଏହି ଯେ ସେଦିନ ବୈଦ୍ୟନାଥ ଦେଓଘରରେ ପ୍ରିୟ ମୁଖାର୍ଜୀଙ୍କ ଘରକୁ ଯାଇଥିଲି, ସେଠାରେ ଏପରି ଶ୍ୱାସ ଧରିଲା ଯେ ପ୍ରାଣ ଯେପରି ଚାଲିଯିବ। ଭିତର ଆଡ଼ୁ କିନ୍ତୁ ପ୍ରତି ଶ୍ୱାସରେ ଗଭୀର ଧ୍ୱନି ଉଠିବାକୁ ଲାଗିଲା, ସହମ୍ ସହମ୍। ତକିଆରେ ଭରା ଦେଇ ପ୍ରାଣବାୟୁ ବାହାରିବାର ଅପେକ୍ଷା କରୁଥିଲି। ଆଉ ଦେଖୁଥିଲି ଭିତରୁ କେବଳ ଶବ୍ଦ ହେଉଛି ସହମ୍ ସହମ୍। କେବଳ ଶୁଣିବାକୁ ଲାଗିଲି, ଏକମ୍ ଏବ ଦ୍ୱୟମ୍ ବ୍ରହ୍ମ ନେହ ନାନାସ୍ତି କିଞ୍ଚନ। ଶିଷ୍ୟ ସ୍ତମ୍ଭିତ ହୋଇ କହିଲା, ମହାଶୟ, ଆପଣଙ୍କ ସହିତ କଥା କହିଲେ, ଆପଣଙ୍କ ଅନୁଭୂତି ସବୁ ଶୁଣିଲେ ଶାସ୍ତ୍ର ପାଠର ଆଉ ପ୍ରୟୋଜନ ନାହିଁ। ସ୍ୱାମୀଜୀ କହୁଛନ୍ତି, ନାରେ, ଶାସ୍ତ୍ର ବି ପଢ଼ିବାକୁ ହୁଏ। ଜ୍ଞାନ ଲାଭ ନିମିତ୍ତ ଶାସ୍ତ୍ର ପାଠ ଏକାନ୍ତ ପ୍ରୟୋଜନ। ମୁଁ ମଠରେ ଶୀଘ୍ର କ୍ଲାସ୍ ଖୋଲୁଛି। ବେଦ, ଉପନିଷଦ, ଗୀତା, ଭାଗବତ ପଢ଼ା ହେବ। ଅଷ୍ଟାଧ୍ୟାୟୀ ପଢ଼ାଇବି। ଶିଷ୍ୟ ପଚାରୁଛନ୍ତି, ଆପଣ କ'ଣ ଅଷ୍ଟାଧ୍ୟାୟୀ ପାଣିନି ପଢ଼ିଛନ୍ତି? ସ୍ୱାମୀଜୀ କହୁଛନ୍ତି, ଯେତେବେଳେ ଜୟପୁରରେ ଥିଲି ସେତେବେଳେ ଜଣେ ମହାବୈୟାକରଣିକଙ୍କ ସହିତ ଦେଖା ହୁଏ। ତାଙ୍କ ପାଖରେ ବ୍ୟାକରଣ ପଢ଼ିବାକୁ ଇଚ୍ଛା ହେଲା। ବ୍ୟାକରଣରେ ମହାପଣ୍ଡିତ ହେଲେ ମଧ୍ୟ ତାଙ୍କର ଅଧ୍ୟାପନାରେ ସେତେ କ୍ଷମତା ନଥିଲା। ମୋତେ ପ୍ରଥମ ସୂତ୍ରର ଭାଷ୍ୟ 3 ଦିନ ଧରି ବୁଝାଇଲେ। ତଥାପି ମୁଁ ତା'ର କିଛି ମାତ୍ର ଧାରଣା କରିପାରିଲି ନାହିଁ। ଚତୁର୍ଥ ଦିନ ଅଧ୍ୟାପକ ବିରକ୍ତ ହୋଇ କହିଲେ, ସ୍ୱାମୀଜୀ, 3 ଦିନରେ ବି ଆପଣଙ୍କୁ ପ୍ରଥମ ସୂତ୍ରର ମର୍ମ ବୁଝାଇ ପାରିଲି ନାହିଁ। ମୋ ଦ୍ୱାରା ଆପଣଙ୍କ ଅଧ୍ୟାପନାରେ କୌଣସି ଫଳ ହେବ ନାହିଁ ବୋଧହୁଏ। ସେହି କଥା ଶୁଣି ମନରେ ତୀବ୍ର ଭର୍ତ୍ସନା ଆସିଲା। ଖୁବ୍ ଦୃଢ଼ ସଂକଳ୍ପ ହୋଇ ପ୍ରଥମ ସୂତ୍ରର ଭାଷ୍ୟ ନିଜେ ନିଜେ ପଢ଼ିବାକୁ ଲାଗିଲି। 3 ଘଣ୍ଟା ମଧ୍ୟରେ ସେହି ସୂତ୍ର ଭାଷ୍ୟର ଅର୍ଥ ଯେପରି କରାମଲକବତ୍ ପ୍ରତ୍ୟକ୍ଷ ହୋଇଗଲା। ତାପରେ ଅଧ୍ୟାପକଙ୍କ ପାଖକୁ ଯାଇ ସମସ୍ତ ବ୍ୟାଖ୍ୟାର ତାତ୍ପର୍ଯ୍ୟ କଥାରେ କଥାରେ ବୁଝାଇ କହିଲି। ଅଧ୍ୟାପକ ଶୁଣି କହିଲେ, ମୁଁ 3 ଦିନ ବୁଝାଇ ଯାହା କରିପାରିଲି ନାହିଁ, ଆପଣ 3 ଘଣ୍ଟାରେ ତା'ର ଏପରି ଚମତ୍କାର ବ୍ୟାଖ୍ୟା କିପରି ଉଦ୍ଧାର କଲେ? ତାପରେ ପ୍ରତିଦିନ ଜୁଆର ପାଣି ପରି ଅଧ୍ୟାୟ ପରେ ଅଧ୍ୟାୟ ପଢ଼ିଯିବାକୁ ଲାଗିଲି। ମନରେ ଏକାଗ୍ରତା ଥିଲେ ସବୁ ସିଦ୍ଧ ହୁଏ। ସୁମେରୁ ମଧ୍ୟ ଚୂର୍ଣ୍ଣ କରାଯାଇପାରେ। ଶିଷ୍ୟ କହୁଛନ୍ତି, ମହାଶୟ, ଆପଣଙ୍କର ସବୁ ହିଁ ଅଦ୍ଭୁତ। ସ୍ୱାମୀଜୀ କହୁଛନ୍ତି, ଅଦ୍ଭୁତ ବୋଲି ବିଶେଷ କିଛି ନାହିଁ। ଅଜ୍ଞାନତା ହିଁ ଅନ୍ଧକାର। ସେଥିରେ ସବୁ ଘୋଡ଼େଇ ରଖିଲେ ଅଦ୍ଭୁତ ଦେଖାଯାଏ। ଜ୍ଞାନ ଆଲୋକରେ ସବୁ ଉଦ୍ଭିନ୍ନ ହେଲେ କେଉଁଥିରେ ହିଁ ତ ଆଉ ଅଦ୍ଭୁତତ୍ୱ ରହେ ନାହିଁ। ଏପରି ଅଘଟନ ଘଟନ ପଟିଏ ଅସି ମାୟା, ତାହା ବି ଲୁଚିଯାଏ। ଯାହାଙ୍କୁ ଜାଣିଲେ ସବୁ ଜଣାଯାଏ, ତାଙ୍କୁ ଜାଣ, ତାଙ୍କ କଥା ଭାବ। ସେହି ଆତ୍ମା ପ୍ରତ୍ୟକ୍ଷ ହେଲେ ଶାସ୍ତ୍ରାର୍ଥ କରାମଲକବତ୍ ପ୍ରତ୍ୟକ୍ଷ ହେବ। ପୁରାତନ ଋଷିମାନଙ୍କର ହୋଇଥିଲା, ଆଉ ଆମର କାହିଁକି ହେବ ନାହିଁ ଯେ? ଆମେ ବି ତ ମନୁଷ୍ୟ। ଥରେ ଜଣକ ଜୀବନରେ ଯାହା ହୋଇଛି, ଚେଷ୍ଟା କଲେ ତାହା ଅବଶ୍ୟ ପୁନରାୟ ଅପରର ଜୀବନରେ ମଧ୍ୟ ସିଦ୍ଧ ହେବ। ହିଷ୍ଟରୀ ରିପିଟ୍ସ ଇଟସେଲ୍ଫ। ଯାହା ଥରେ ଘଟିଛି ତାହା ବାରମ୍ବାର ଘଟେ। ଏହି ଆତ୍ମା ସର୍ବଭୂତରେ ସମାନ। କେବଳ ପ୍ରତିଭୂତରେ ତାଙ୍କ ବିକାଶରେ ତାରତମ୍ୟ ଅଛି ମାତ୍ର। ଏହି ଆତ୍ମାକୁ ବିକାଶ କରିବାର ଚେଷ୍ଟା କର, ଦେଖିବୁ ବୁଦ୍ଧି ସବୁ ବିଷୟରେ ପ୍ରବେଶ କରିବ। ଅନାତ୍ମଜ୍ଞ ପୁରୁଷର ବୁଦ୍ଧି ଏକଦେଶ ଦର୍ଶନୀ, ଆତ୍ମଜ୍ଞ ପୁରୁଷର ବୁଦ୍ଧି ସର୍ବଗ୍ରାସିନୀ। ଆତ୍ମାର ପ୍ରକାଶ ହେଲେ ଦେଖିବୁ ଦର୍ଶନ ବିଜ୍ଞାନ ସବୁ ଆୟତ୍ତ ହୋଇଯିବ। ସିଂହ ଗର୍ଜନରେ ଆତ୍ମାର ମହିମା ଘୋଷଣା କର। ଜୀବକୁ ଅଭୟ ଦେଇ କହ, ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ। ଉଠ, ଜାଗ, ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ଯାଏ ଅଟକି ଯାଉ ନାହିଁ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।